ମୁଁ ଏ ରାଜନୀତି ଭିତରକୁ ଆସିବା ପୂର୍ବରୁ ମୁଁ ନିଜେ ବି ଜଣେ ଶିକ୍ଷକ ହିସାବରେ ଶିକ୍ଷକତା କରୁଥିଲି, କିନ୍ତୁ ଯେତେବେଳେ କୌଣସି ସରସ୍ୱତୀ ବିଦ୍ୟା ମନ୍ଦିରକୁ ଆସିବାର ମୋତେ ଯେତେବେଳେ ସୁଯୋଗ ମିଳେ ତାହା ମୋତେ ଭଲ ତ ଲାଗେ, କିନ୍ତୁ ମୋର ଘର ବାହୁଡ଼ା ପରି ମୋତେ ଲାଗେ। ଆଉ ତା କାରଣ ହେଉଛି ମୋର ପରମ ସୌଭାଗ୍ୟ ମୋତେ ପ୍ରାପ୍ତ ହୋଇଥିଲା ମୁଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଜଣେ ପୂର୍ବତନ ଗୁରୁଜୀ ହିସାବରେ। ଆଉ ସେଥିପାଇଁ ଅନେକ ସମୟରେ ଆଜି ମଧ୍ୟ ଯେତେବେଳେ ଏଠି ଏ ବାର୍ଷିକ ଉତ୍ସବର ଅବସରରେ ଆମର ଅନୁଷ୍ଠାନର ପରିଚାଳନା ସମିତିର ନେତୃତ୍ୱଙ୍କର ମାଧ୍ୟମରେ যে বার্ষিক উৎসব পালন করা যাচ্ছে এবং বিভিন্ন আমার কার্যসূচী অনুসারে যে করা ভিতরে অনেক সময়ের মধ্যে মু নিজে ভাববিহল মধ্যে হয়ে উঠুলি।